ହେଇଛ? ତମେ 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 ସବୁ ତମେ ତାହେଲେ ସମସ୍ତେ ଖାଇ ପିଇକି ଆସିଛୁ। ଆଉ କାଲି ତ ଆମେ ପଢିଥିଲେ। ଆଉ ଆଜି ଆମେ ଗପ ହେଲା ତ ସବୁ ଗପ ଜେଜେମାଙ୍କ ଠାରୁ ଶୁଣ। ଜେଜେମା ଶୁଣାନ୍ତିନି? ଜେଜେମା ଶୁଣାନ୍ତିନି ଗପ? ଗପ ଶୁଣାନ୍ତିନି ଜେଜେମା? ଜେଜେମା ଗପ ଶୁଣାନ୍ତିନି? ଆଉ ଆଜି ମୁଁ ଗପ କହିବି, ତମେ ସମସ୍ତେ ଶୁଣିବ ହେଲା। ଆଜି ଆମେ ତମ ବହିରେ ତମେ ଦେଖିବ ଅଛି ଗୋଟେ ମୂଷା ଆଉ ସିଂହ ଗପ ହେଲା। ମୂଷା ଆଉ ସିଂହ ବିଷୟରେ ଗପ ଶୁଣିବ। ଗୋଟେ ଏଡ଼ିକି ଟିକେ ଆଉ ଗୋଟେ ଏଡ଼େ ବଡ଼ ନାଇଁ। ସିଂହ କେତେ ବଡ଼? ବହୁତ ବଡ଼। ଆଉ ସିଂହ ଏଡ଼ିକି, ଯୋଉ ମୂଷା ଏଡ଼ିକି ନା ନାଇଁ? ମୂଷା ଛୋଟ, ସିଂହ ବହୁତ ବଡ଼ ନା ନାଇଁ? ଆଜି ଆମେ ସେଇ ଛୋଟ ମୂଷା ଆଉ ବଡ଼ ସିଂହ ବିଷୟରେ କଥା ହେଲା। ଦିନେ କ'ଣ ହେଇଛି ନା, ସିଂହ ଶୋଇଛି ଜଙ୍ଗଲରେ। ଜାଣିଛ ସିଂହ ଜଙ୍ଗଲରେ ରହେନି, କୋଉଠି ରହେ? ଘରେ ରହେ। ଜଙ୍ଗଲରେ ରହେ ନା ନାଇଁ? ସେ ଜଙ୍ଗଲରେ ଶୋଇଛି ହେଲା। ତାପରେ ଗୋଟେ ମୂଷାଟେ ତା ଉପରେ ଚଢ଼ି ଯାଇଛି ହେଲା। ତା ଉପରେ ଯାଇକି ବସିଯାଇଛି। ଆଉ ସିଂହ ଯେତେବେଳେ ଦେଖିଛି, ତାକୁ ଲାଗିଲା ତମ ଉପରେ ଯଦି କିଏ ଗୋଟେ ବସିବ ତମକୁ କେମିତି ଲାଗିବ? ତାହେଲେ ସେମିତି କିଏ ଗୋଟେ ବସିଗଲେ ଯେମିତି ସିଂହ ରାଗିଗଲା ଆଉ ପୁରା ଗର୍ଜନ କଲା। କେମିତି ଗର୍ଜନ କରେ? ସିଂହ କେମିତି ଗର୍ଜନ କରେ? ସେମିତି ଗର୍ଜନ କଲା ହେଲା। ସେମିତି ଗର୍ଜନ କଲା। ଗର୍ଜନ ଯେମିତି କରିଛି, ମୂଷା ସବୁ ପଳେଇ ଯାଇଛି। ଆଉ ପଳେଇ ଆସିଲା ଯେମିତି ତଳକୁ, ସିଂହ କହିଲା ମୁଁ ତତେ ମାରିଦେବି, ତତେ ମୁଁ ଆଜି ମାରିଦେବି। ତୁ କାହିଁ ମୋ ଉପରେ ଚଢ଼ିଛୁ? ତତେ ମୁଁ ଆଜି ମାରିଦେବି ସିଂହ ହେଲା। ସିଂହ କହିଲା ମୂଷାକୁ ଆଜି ତତେ ମାରିଦେବି। ଦେଖିଲା ବେଳକୁ ମୂଷା କ'ଣ କହିଲା? ମତେ କ୍ଷମା କରିଦିଅ, ଆଉ ମୁଁ ଆଉ ତମ ଉପରେ ଚଢ଼ିବିନି। ଆଉ ମତେ ଏଇ ଥରକ ଛାଡ଼ି ଦିଅ, ମୁଁ ତମର ନିଶ୍ଚୟ ଦିନେ ନା ଦିନେ କାମରେ ଆସିବି। ଆଉ ମୁଁ ଆଉ ତମ ଉପରକୁ ଚଢ଼ିବିନି, ମତେ ଆଜି ତ ଛାଡ଼ି ଦିଅ, ମୁଁ ତମ ଉପକାରରେ ଆସିବି ହେଲା। ସେ କହିଲେ ଯେ ମୁଁ ତୁମ ଉପକାରରେ ଆସିବି। ଆଉ ସରିଗଲା। ସିଂହର କହିଲା ଆସିଲା ହେଲା। ଆଉ ଛୋଟ କଥାଟି ପାଇଁ ଆଉ ତାକୁ ମାରିଦେବି? ଆଉ ମାଇଲାନି, ତାକୁ ଛାଡ଼ିଦେଲା। ମୂଷାକୁ ଛାଡ଼ିଦେଲା ସିଂହ ହେଲା। ସିଂହ ମୂଷାକୁ ଯେତେବେଳେ ଛାଡ଼ିଦେଲା, ମୂଷା ତା ବାଟରେ ଗଲା, ସିଂହ ତା ବାଟରେ। ଦିନେ କ'ଣ ହେଇଛି, ଗୋଟେ ଶିକାରୀ ହେଲା। ଶିକାରୀ ଜାଣିଛ ଧନୁ ତୀର ଧରିକି ଆସନ୍ତିନି ଶିକାର କରି, ସବୁ ପଶୁ ପକ୍ଷୀକି ମାରି ଦିଅନ୍ତି। ଜଙ୍ଗଲରେ ଗୋଟେ ଶିକାରୀ ବୁଲୁଥିଲା। ଶିକାରୀ କ'ଣ କରୁଛି ନା, ଜାଲ ବିଛେଇ ଦେଇଛି। ସିଂହ ସବୁ ତା ଭିତରେ ପଶିଯାଇଛି। ସିଂହ ସବୁ ଜାଲ ଭିତରେ ଯେମିତି ପଶିଯାଇଛି, ଆଉ ବାହାରି ପାରି ଗର୍ଜନ କଲା, ବଞ୍ଚାଅ ବଞ୍ଚାଅ ଗର୍ଜନ କଲା ସିଂହ। ଯେତେବେଳେ ସେ ଗର୍ଜନ କରିଛି, ମୂଷା ସେତିକିବେଳେ ଆସିକି ପହଞ୍ଚିଛି। କିଏ ପହଞ୍ଚିଛି? ମୂଷା ସିଂହ ପାଖରେ ଆସିକି ପହଞ୍ଚିଗଲା। ସିଂହ ସେଇଠୁ ମତେ କହିଲା ମତେ ତୁମେ ରକ୍ଷା। ସେଇଠୁ ମୂଷା କ'ଣ କଲା ନା, ତା ଦାନ୍ତ ତ ମୁନିଆ ମୁନିଆ ଦାନ୍ତ ଅଛି। ମୂଷା ଆମ ଘରେ ରହି କ'ଣ ସବୁ କାଟିଦିଏ? ସବୁ କାଟିଦିଏ। ତାପରେ ବହିପତ୍ର କାଟିଦିଏ। ସବୁ ତା ଦାନ୍ତ ଅଛି ମୁନିଆ ମୁନିଆ। ସେ ସେମିତି କାଟିଦେଲା। ସବୁତକ ଜାଲକୁ କ'ଣ କଲା ନା, କାଟିଦେଲା। କାଟି ଦେଇକି ସିଂହକୁ ରକ୍ଷା କଲା ହେଲା। ସିଂହ ସବୁଠୁ ଖୁସି ହେଇଗଲା। ଆଉ ସେଦିନଠାରୁ ଜାଣିଲା ଯେ ଗୋଟେ ଛୋଟ ମୂଷାଟେ ବି ଆମର ଦିନେ ନା ଦିନେ କାମରେ ଆସିବ ହେଲା। ମୂଷା ସବୁଠୁ ତାକୁ ପିଠିରେ ବସେଇକି ଦି ଜଣ ଯାକ ଜଙ୍ଗଲ ଆଡ଼େ ଗଲେ। ସେଇ ଦିନଠାରୁ ସିଂହ କ'ଣ କରେ, ମୂଷା ପ୍ରତି ଭାରି ଉପକାରୀ ରହିଥାଏ ହେଲା। ସିଂହ ସବୁଠୁ ସେଇ ଦିନଠାରୁ ମୂଷାକୁ ଭାରି ଭଲ ପାଏ। ତାହେଲେ ଆମେ ଆଜି ଗପରୁ କ'ଣ ଶିଖିଲେ କହିଲ? କ'ଣ ଶିଖିଲେ? ଆମେ ଛୋଟ ଜିନିଷ ହେଲେ ବି ଆମେ ଭାବିବନି ଯେ ସେ ଗୋଟେ ଛୋଟଟେ, ସେ କିଛି କରିପାରିବନି। ତାହେଲେ ସିଏ ହେଉଛି ଛୋଟ ହେଲେ ବି ବହୁତ ବଡ଼। କୁହନ୍ତିନି ଛୋଟ ସାପ